ବାଲେଶ୍ୱର ପ୍ରିମିୟର ଲିଗ୍ ସିଜନ୍ 13 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ। ଅଂଶଗ୍ରହଣ କରୁଛନ୍ତି 6 ଗୋଟି ଟିମ୍। 15 ତାରିଖରେ ଖେଳାଯିବ ଫାଇନାଲ ମ୍ୟାଚ୍। ବାଲେଶ୍ୱର ଷ୍ଟେସନ ଛକରେ ଖୋଲିଛି 1 ଓ 2 ଗ୍ରାମ ଗୋଲ୍ଡ ଫର୍ମିଂ ଜୁଏଲାରୀ ଶୋରୁମ୍। ଆଜି ହିଁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଗହଣା। SJ ଜୁଏଲ୍ସ, ସମାଜ ଅଫିସ ତଳମଙ୍ଗଳା, ଷ୍ଟେସନ ଛକ, ବାଲେଶ୍ୱର। ବାଲେଶ୍ୱର କ୍ରିକେଟର୍ସ ଆସୋସିଏସନ ବା BCA ପକ୍ଷରୁ ବାଲେଶ୍ୱର ପ୍ରିମିୟର ଲିଗ୍ ବା BPL କ୍ରିକେଟ ଟୁର୍ଣ୍ଣାମେଣ୍ଟର 13ତମ ସଂସ୍କରଣ ସ୍ଥାନୀୟ ପରମିଟ୍ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ପୂର୍ବାଞ୍ଚଳ ଜୋନ୍ ପୋଲିସ DIG ପିନାକ ମିଶ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହିଭଳି ଟୁର୍ଣ୍ଣାମେଣ୍ଟ ନୂତନ ପ୍ରତିଭା ବିକାଶ ପାଇଁ ଏକ ପ୍ଲାଟଫର୍ମ ହେବ ବୋଲି ସେ କହିଥିଲେ। BCA ସଭାପତି ସମାଜସେବୀ ଡକ୍ଟର ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଚେୟାରମ୍ୟାନ ରାଜେଶ ମହାପାତ୍ର, BCAର ସମ୍ପାଦକ ସପନ ଖିଲା, ଜିଲ୍ଲା କ୍ରୀଡ଼ା ସଂଘ ସହ ସମ୍ପାଦକ ଅଜିତ ପାତ୍ର ପ୍ରମୁଖ ମଞ୍ଚାସୀନ ହୋଇ BPLର ସଫଳ ଆୟୋଜନକୁ ନେଇ ଆଶା ପ୍ରକାଶ କରିଥିଲେ। ଜିଲ୍ଲାରେ ଉଦୀୟମାନ କ୍ରିକେଟ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ଏବଂ ରାଜ୍ୟ ତଥା ଜାତୀୟ ସ୍ତରୀୟ ଖେଳାଳି ସୃଷ୍ଟି କରିବା ଦିଗରେ ଏହି ଟୁର୍ଣ୍ଣାମେଣ୍ଟ ସହାୟକ ହେବ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ। ତେଣୁ ସମସ୍ତଙ୍କୁ ପୁନର୍ବାର ମୋର ଶୁଭେଚ୍ଛା ଜଣାଉଛି, ଅଭିନନ୍ଦନ ଜଣାଉଛି ଏବଂ ଆଶା କରୁଛି ଆଗାମୀ ଦିନରେ ଆପଣମାନେ ଆହୁରି ଚିତ୍ତାକର୍ଷକ କରିବେ। ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ ଉତ୍ସବ ପରେ ଶୁକ୍ରବାର ଠାରୁ 15 ତାରିଖ ପର୍ଯ୍ୟନ୍ତ ମ୍ୟାଚ୍ ଚାଲିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ BCA ଉପସଭାପତି ମନୋହର ଲାଲ ପେରିୱାଲ, ବରିଷ୍ଠ ସଦସ୍ୟ ଅଶ୍ୱିନୀ ସାମଲ, ଚିତ୍ତରଞ୍ଜନ ପଣ୍ଡା, ମୁଖ୍ୟ ସଂଯୋଜକ ଅମିତାଭ ମହାକୁଡ଼, ସଦସ୍ୟ ସୂର୍ଯ୍ୟଙ୍କର ସେଠୀ, ରବୀନ୍ଦ୍ର ମାଝୀ, ଶାନ୍ତନୁ ଦାସ, ଦେବଜ୍ୟୋତି ଦାସ ମହାପାତ୍ର ପ୍ରମୁଖ ଏହି ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ଅନନ୍ତ ଅନଙ୍ଗ ଗ୍ରୁପ ପ୍ରାୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ହାଇଲାଣ୍ଡ ହରିକେନ, ଅଡି1 ଫାଇଟର୍ସ, ଗ୍ରୀନଲିଫ୍ ଫାଇଟର୍ସ, ଦି ଟାଇଟନ୍ସ, ଶିବାଜୀ ଟାଇଟନ୍ସ ଏବଂ ଡେକାନ ୱାରିୟର୍ସ ପ୍ରଭୃତି 6 ଗୋଟି ଟିମ୍ ଅଂଶଗ୍ରହଣ କରୁଛନ୍ତି। ଚଳିତ ବର୍ଷ ସମସ୍ତ ମ୍ୟାଚ୍ ଦିବାରାତ୍ରରେ ଅନୁଷ୍ଠିତ ହେବ ଏବଂ ମ୍ୟାଚ୍ ପରିଚାଳନା ପାଇଁ ଥାର୍ଡ ଏମ୍ପାୟାର ବ୍ୟବସ୍ଥା କରାଯାଇଛି। ଆସନ୍ତା 15 ତାରିଖ ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ଚେୟାରମ୍ୟାନ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଆମର ବାଲେଶ୍ୱର ପ୍ରିମିୟର ଲିଗ୍ର 13ତମ ସଂସ୍କରଣ ଆଜି ଆମର ଓପନିଂ ନାଇଟ୍ ଅଛି। ଅନରେବୁଲ DIG ସାର୍ଙ୍କ ଦ୍ୱାରା ଆମର ଟ୍ରଫି ଉନ୍ମୋଚନ ହେଲା ଏବଂ ଆସନ୍ତାକାଲି ପାଖରୁ ଆମର 15 ତାରିଖ ପର୍ଯ୍ୟନ୍ତ ମ୍ୟାଚ୍ ଚାଲିବ। 15ଟା ଲିଗ୍ ମ୍ୟାଚ୍ ଅଛି ଏବଂ 4ଟା ପ୍ଲେ ଅଫ୍ ମ୍ୟାଚ୍ ଅଛି। ଆଉ କାଲିଠୁ ପ୍ରତ୍ୟେକ ଦିନ ଆମର ସେକେଣ୍ଡ ହାଫ୍ରେ ଗୋଟେ ମ୍ୟାଚ୍ ଏବଂ 6ଟା ବେଳକୁ ଗୋଟେ ମ୍ୟାଚ୍, ମାନେ ପ୍ରତ୍ୟେକ ଦିନ ଡେ ନାଇଟ୍ ମ୍ୟାଚ୍ ଅଛି ଏବଂ 6ଟା ଫ୍ରାଞ୍ଚାଇଜ୍ ଆମର ଜଏନ୍ କରିଛନ୍ତି ସବୁ ବର୍ଷ ଭରି। ଏଥର 2ଟି ନୂଆ ଫ୍ରାଞ୍ଚାଇଜ୍ ଅଛନ୍ତି, OD01 ଫାଇଟର୍ସ ଏବଂ ହାଇଲାଣ୍ଡ ହରିକେନ୍ସ। ବାକି ବିଗତ ଦିନର ଚାମ୍ପିୟନ୍ ଡେକାନ ୱାରିୟର୍ସ, ଶିବାଜୀ ଟାଇଟାନ୍ସ, ଗ୍ରୀନଲିଫ୍ ଫାଇଟର୍ସ ଏବଂ ଦି ଟାଇଟାନ୍ସ, ଏମିତି 6ଟା ଟିମ୍ ଯାକ ଅଛନ୍ତି। ଏବଂ ମୁଁ ଆପଣମାନଙ୍କ ମାଧ୍ୟମରେ ବାଲେଶ୍ୱରବାସୀଙ୍କୁ ବି ଅନୁରୋଧ କରୁଛୁ ଯେ ସମସ୍ତେ ଆସନ୍ତାକାଲି ପାଖରୁ ଦିନ 1 ପାଖରୁ ଆସିକି ନିଶ୍ଚିତ ଭାବରେ ରାତି 10ଟା ପର୍ଯ୍ୟନ୍ତ 2ଟି ମ୍ୟାଚ୍, ଯେଉଁ 2020 ମ୍ୟାଚ୍ ବହୁତ ସୁନ୍ଦର ଭାବରେ ମ୍ୟାଚ୍ ହୁଏ। ବାଲେଶ୍ୱରର ଗୋଟେ ବଡ଼ କ୍ରିକେଟ୍ ଇଭେଣ୍ଟ, ଆଉ ଅନୁରୋଧ କରିବି ସମସ୍ତେ ଆସିକି ଖେଳକୁ ଭଲ ଭାବରେ ଉପଭୋଗ କରନ୍ତୁ ଏବଂ ଯେଉଁ ଫ୍ରାଞ୍ଚାଇଜ୍ ବି ଅଛନ୍ତି ବା ଯେଉଁ ପିଲାମାନେ ବି ଖେଳୁଛନ୍ତି ତାଙ୍କୁ ବି ଶୁଭେଚ୍ଛା ଜଣାଉଛି ଯେ ବହୁତ ସୁନ୍ଦର ଭାବରେ ଗୋଟେ ଖେଳଟେ ହେଉ। ଏଇଟା ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ ଏବଂ ୱିଦିନ୍ ଦି ଲ ଭିତରେ ଯାହା ହେବା କଥା। मां लक्ष्मी ज्वेलर्स, विवेकानंद मार्ग, चिड़िया पोलो, बालेश्वर। Welcome to Pratiksha Fertility and IVF Clinic, Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic, Baleshwar.
पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु। पानीर प्रखर जेते तीव्र हो अबा पानीर शिखर जेते उच्च हो, एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1। सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु। एमके प्लास्ट प्राइवेट लिमिटेड, रामदासपुर इंडस्ट्रियल एस्टेट, गोड़ीसाही, कटक डिस्ट्रिक्ट। पिन 754006। कॉल करंतु 8637278439 किंबा ईमेल करंतु admin@mkplast.in।